এটা হচ্ছে মা ডঙ্গা গোটে হচ্ছে স্ত্রী ডঙ্গা ভিতরে কাহাকে অছ ମୁଁ ସ୍ତ୍ରୀ ଡଙ୍ଗାକୁ ବାଛିବି। ବଡ କିଏ ସ୍ତ୍ରୀ କାହିଁକି ମା ଡଙ୍ଗା ବୁଢୀ ହେଇଗଲାଣି। ସ୍ତ୍ରୀ ଡଙ୍ଗାର ଯୌବନ ଅଛି, ସିଏ ବସିବା ଏଥିରେ ବୁଡିବନି। ମାନେ ମାର ଚୁଟି ପାଚି ଗଲା ବୋଲି ଏଟା ବୁଢୀ ହେଲାଣି। ମାଟା ବୁଢୀ ହେଇଗଲା ଆଜ୍ଞା ସ୍ତ୍ରୀଟା ବର୍ତ୍ତମାନ ଯୌବନ ଅଛି। ଓ ଯୌବନ ଅଛି ବୋଲି ସ୍ତ୍ରୀ ପଛରେ ଗୋଡେଇବ ଆଜ୍ଞା କଲଜ କବିତାର ପଦଟି କୀର୍ତ୍ତନ ଗଣେଶ କହିଲେ କଣ କରେ? ମା କଣ କରେ ସ୍ତ୍ରୀ କଣ କରେ ବଡ କିଏ ସ୍ତ୍ରୀ ଖାଇଥିଲେ ଗୋଟେ ଖାଇ ନାହିଁ ମା କହୁଥିବ ଖାକା ମା କହୁଥିବ ଖାକା ମା କହୁଥିବ ଖାକା ମା କହୁଥିବ ଖାକା ପେଟେ ଖାଇଥିଲେ ଗୋଟେ ଖାଇ ନାହିଁ ଆଜ୍ଞା ମା କହୁଥିବ ଖାକା ଖା ଖା ଆପଣ ଯେତେ ଖାଇଥାନ୍ତି ମା କହିବ ମୋ ପୁଅ ମୁଠୁରୁ ଖାଇବ ଖାଇନି ପେଟ ଚିପି ଖୁଆଇଦିଏ ମା ମା ସେଇ ଜାଗା ସ୍ତ୍ରୀ ଥରେ କହିବ କେତେବେଳେ ଯାଇ ଖାଉଛ ମୋ ଯାଉନ ଶୀଘ୍ର ଉଠିକି ଯାଉନ କେତେ ଖାଉଛ ମା କେତେ ବେଳେ ଅଛି? ପୁଅ ମା ପେଟ ଚିହ୍ନିକି ଖାଇବାକୁ ଦିଏ ସ୍ତ୍ରୀ କିନ୍ତୁ ପକେଟ ଖୋଜେ ଆଜ୍ଞା କେତେ ଟଙ୍କା ମୋ ସ୍ୱାମୀ ଆଣିଛି ଆଜ୍ଞା ମା ବଡ ନା ସ୍ତ୍ରୀ ବଡ ସ୍ତ୍ରୀ ବଡ ଆଁ? ସ୍ତ୍ରୀ ବଡ ସ୍ତ୍ରୀ ବଡ ସ୍ତ୍ରୀ ବଡ ଆଜ୍ଞା ସ୍ତ୍ରୀ ବଡ ଆଜ୍ଞା କୀର୍ତ୍ତନ କଣ ସାଳପତ ଟିକେ କହିବେ କଣ କରେ? ଘାସ କତ ଲାଗିଲେ ଜନନୀ କାଟି କରିଦେବ ଛାଟି ହୋଜା କାଟି କରିଦେବ ଛାଟି ହୋଜା କାଟି କରିଦେବ ଛାଟି ହୋଜା କାଟି କରିଦେବ ଛାଟି ହୋଜା ଘରରେ ଆଜ୍ଞା ଅଙ୍ଗାସ କତ ଲାଗିଲେ ଜନନୀ କାନ୍ଦି କରିଦେବ ଛାଟି ହୋଜା ହଉଟା ପୁଅ ଟିକେ କ୍ଳାନ୍ତ ଅନୁଭବ କଲେ ହାଲିଆ ହେଇଗଲେ ଆଜ୍ଞା ପୁଅ ଟିକେ ଅଚେତ ହେଇକି ପଡିଗଲା ମାର ହାର୍ଟଚୋଟ ହେଇଯିବ ହଁ ପିଲାର କଷ୍ଟ ମା ସହିପାରେ ନା ନା କିନ୍ତୁ ସେଇ ଜାଗାରେ ଯଦି ସ୍ୱାମୀ ଥିବ ପରିଶ୍ରମ କରିକି ଟିକେ ବସି ପଡିଲେ ସ୍ତ୍ରୀ ସାଙ୍ଗେ ସାଙ୍ଗେ ଅଣ୍ଟାରେ ଭେଟୁକା ଭେଟ କୁଆ ଝିଅ ଖିଆ ଦିଅ ତ ତୋର ଯାଉଛି କଣଟା କରୁଛ କହିଲ ତମେ ନାଇଁ ନାଇଁ କଣଟା କରୁଛ କହିଲ ମୁଁ ପିଲା ଜଞ୍ଜାଳ କରିବି ରୋଷେଇ କରିବି ଲୋକ ସଭା କରିବି ଘର ଝାଡୁ କରିବି ସବୁ କଲା ବେଳକୁ ଆମ ସ୍ତ୍ରୀ ମାନଙ୍କୁ ବାଧା ହଉନି ଆମ ପୁରୁଷ ମାନଙ୍କର ଝିଅ ଖିଆ ଦେହ ତ ଯଦି ପରିଶ୍ରମ କଲେ ବାଧା ହେଇଯାଉଛି ଆଉ ବାଧା ହେଇଯାଉଛି ମା ତ ଭାଗ୍ୟ ଖାଇକି ଜନ୍ମ କରିଛି ଆଉ ଆଜ୍ଞା ମାର ଲୁହ ଝରିଯାଏ ଜୟ ସ୍ତ୍ରୀ ଦାନ୍ତ ଲଗେଇ ଦିଏ ଦାନ୍ତ ଲଗେଇ ଦେ ବଡର ସ୍ତ୍ରୀ ବଡର ସ୍ତ୍ରୀ ଜାଣନ୍ତି ମା ଛୁଆକୁ ବସେଇ ବସେଇ ଅଳସୁଆ କରିଦେଲା। ସ୍ତ୍ରୀ କହିଲା ମୋ ସ୍ୱାମୀ କାମ କଲେ ତାଙ୍କ ହେଲ୍ଥ ଭଲ ରହିବ। ତମ ସାଙ୍ଗେ ଯୁକ୍ତି କରିବା ସମୟ ନାହିଁ ବହିଟି ପକେଇଛି ବଡ ବହିଛି ଆଜ୍ଞା ବହି ଭିତରେ କିଛି ଆଲୋଚନା ଅଳ୍ପ ଛାଡିବା ଧନ କୀର୍ତ୍ତନ ବର୍ଷ କଲେ ବିନାଶ ପାଇଁ ଗୋଟିଏ ପଦ ଗାଉଛି କଣ ଜଣେ ମା ଡଙ୍ଗା ଜଣେ ସ୍ତ୍ରୀ ଡଙ୍ଗା ପଣ୍ଡିତ ମଣ୍ଡଳୀ ବାହାରିଲେ ବାହାର ପଣ୍ଡିତ ମଣ୍ଡଳୀ